ହ୍ୟାଲୋ ହାଏ ନମସ୍କାର। କେମିତି ଅଛନ୍ତି ଆପଣମାନେ? ସ୍ୱାଗତ କରୁଛି ମୋର ଏକ ନୂଆ ବ୍ଲଗ୍କୁ। ଆଶା କରେ ଆପଣମାନେ ବହୁତ ଭଲ ଥିବେ। ମୁଁ ବି ବହୁତ ଭଲ ଅଛି। ଆଜି ଡ୍ୟୁଟି ଯାଇନି। ଡ୍ୟୁଟି ଆମର ଛୁଟି କରିଦେଇଛି। ଜଷ୍ଟ ଏବେ ଉଠିଲି। ଖାଇବା ବି ସରିଯାଇଛି। ବାକି ଆପଣମାନେ କେମିତି ଅଛନ୍ତି କୁହନ୍ତୁ। ଆଉ କ'ଣ ଖବର? କାହିଁ ଆପଣମାନେ ସପୋର୍ଟ କରୁନାହାନ୍ତି ମୋତେ, ସବସ୍କ୍ରାଇବ୍ ବି କରୁନାହାନ୍ତି, ଲାଇକ୍ ବି କରୁନାହାନ୍ତି। ଏମିତି କଲେ ହେବ କି? ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ନିହାତି ଦରକାର। କଲେ ତ ମୁଁ ଆଗକୁ ବଢ଼ିବି। ମୁଁ ଆଗକୁ ବଢ଼ିବା ସହିତ ଆପଣମାନେ ବି ବଢ଼ିବେ ମୋ ସହିତ। ଆଉ ଗୋଟେ କଥା, ମୁଁ ତ ଆପଣମାନଙ୍କୁ ସେୟାର କରିନି କାରଣ ବହୁତ ବ୍ୟସ୍ତ ଭିତରେ ରହୁଛି। ଡ୍ୟୁଟି ଯେଉଁମାନେ ବିଦେଶରେ ରହୁଛନ୍ତି ସେ ଜାଣିଥିବେ। ଭାଇ ମୋ ସକାଳୁ ଉଠ, ଡ୍ୟୁଟି ଯାଅ, ବୁଝିଲ। ପୁଣି ସନ୍ଧ୍ୟା ହେବ, ରୁମ୍କୁ ଫେର। ରୁମ୍କୁ ଫେରିକି ଖାଇବା ଆଣିବା ପାଇଁ ଯାଅ, ଖାଅ। ବା ଯେଉଁ କମ୍ପାନୀ ପ୍ରୋଭାଇଡ଼ କରୁଥିବ ରୋଷେଇ କରି ଖାଇବା ପାଇଁ ଯାଅ, ରୋଷେଇ କର, ଖାଅ। ତ ଏ ବ୍ୟସ୍ତ ବହୁଳ ଜୀବନ ଭିତରେ ଆଉ ଭିଡ଼ିଓ କରି ହେଉନି। ତ ମୁଁ ଆପଣଙ୍କୁ ଗୋଟେ ଦୁଃଖର କଥା ଜଣାଉଛି। ମୋ ପାର୍ଟନର ଯିଏ ବେଷ୍ଟ ପାର୍ଟନର, ତାଙ୍କ ପିତାଜୀଙ୍କ ଦେହ ବହୁତ ସିରିୟସ୍ ଥିଲା। ସିଏ ଏମର୍ଜେନ୍ସି ଛୁଟିରେ ଘରକୁ ଯାଇଥିଲା। ବଟ୍ ତା ଯିବାର 2 ଦିନ ପରେ ତାଙ୍କ ପିତାଜୀ ଏକ୍ସପାୟାର କରିଗଲେ। ସୋ ସେ 9 ତାରିଖରେ ପୁଣି ରିଟର୍ଣ୍ଣ କରୁଛନ୍ତି। ଆଜି ତ ହେଇଗଲାଣି 5 ତାରିଖ। ତ ଆଉ 4 ଦିନ ପରେ ସେ ରିଟର୍ଣ୍ଣ କରିବେ। ମେନ୍ ଥିଙ୍ଗ ହେଲା କ'ଣ, ମାନେ ଏତେ ବ୍ୟସ୍ତ ଭିତରେ ଆଉ ଭିଡ଼ିଓ କରି ହେଉନି କି ଆପଣମାନଙ୍କୁ ବି ଭିଡ଼ିଓ ମାଧ୍ୟମରେ କିଛି ଜଣାଇ ହେଉନି। ସୋ 9 ତାରିଖ ପରେ ମୁଁ ଟ୍ରାଏ କରିବି ଭିଡ଼ିଓ ବହୁତ ମାତ୍ରାରେ ଆଣିବା ପାଇଁ। ତ ବାକି ଏଇ ତ ଜୀବନ ଭାଇ, ପରଦେଶୀ ଜୀବନ। ଆପଣମାନେ ଜାଣିଥିବେ। ସକାଳୁ ଉଠ, ମର୍ଣ୍ଣିଂ ଚାର୍ଜରୁ ଉଠ, ଖାଇବା ଧର, ଯାଅ, ଡ୍ୟୁଟି କର। ବାକି ପୁଣି ରୁମ୍କୁ ସନ୍ଧ୍ୟା ନାହିଁ ତ ରାତି 7ଟାରେ ରୁମ୍କୁ ଆସ। ପୁଣି ଗାଧାଅ, ରେଡ଼ି ହୁଅ, ପୁଣି ଖାଇବାକୁ ଆଣିବା ପାଇଁ ଯାଅ। ପୁଣି ଖାଇବା ଧରିକି ଆସ, ଖାଅ। ଖାଇକି ଆଣିକି ତମ ସବୁ କାମ ଛିଣ୍ଡିଲା ବେଳକୁ ରାତି 10। ବାକି ଏମିତି ବି ଘରେ ବି କଥା ହେଇ ହେଉନି, ବୁଝିଲେ କି। ଏତେ ବ୍ୟସ୍ତ ଭିତରେ ଲାଇଫଟାକୁ ସ୍ପେଣ୍ଡ କରିବାକୁ ପଡ଼ୁଛି। ସୋ ଏଇ ତ ଭାଇ, ପଇସା ଇନକମ୍ କରିବାକୁ ହେଲେ ତ କିଛି ତ ତ୍ୟାଗ କରିବାକୁ ପଡ଼ିବ। ତ ଯେମିତି ଆମେ ତ୍ୟାଗ କରୁଛୁ। ବାକି ଛାଡ଼, ଆଉ ତ ଗୋଟେ ଦୁଃଖର କଥା। ମୁଁ ଆପଣମାନଙ୍କ ସହିତ ସେୟାର କରିପାରିନଥିଲି କି ଆମ ପାର୍ଟନର ଏଇ ଅସୁବିଧା ହେଇଛି। ସୋ ଯାହା ହଉ ବି ସେ ଏବେ 9 ତାରିଖ ରିଟର୍ଣ୍ଣ କରୁଛନ୍ତି। ଆପଣ ଜାଣିଥିବେ ସେ ତ ମୋ ଭିଡ଼ିଓ ପାଇଁ ଆସନ୍ତି, ଫଜଲ ଭାଇ ତାଙ୍କ ନାଁ। ଆଉ ବାକି ଆଜି ତ ଛୁଟି କରିଦେଇଛି, ଯାଇନି ଡ୍ୟୁଟି। ଭଲ ଲାଗିଲାନି ଯିବା ପାଇଁ। ସେଇଟା ହେଉଛି ଆମ ବ୍ୟାଗ୍, ଦେଖିପାରୁଥିବେ। କ୍ୟାମ୍ପ ପୁରା ସୁନସାନ, ଏବେ ପୁରା ସୁନସାନ। କେହି ବି ନଥିବେ, ବହୁତ ରେୟାର ବି ଥିବେ। କାରଣ ଡ୍ୟୁଟି ଟାଇମ୍ ନା, ସବୁ ଡ୍ୟୁଟି ଯାଇଛନ୍ତି। ଆଉ ମୋ ରୁମ୍ରେ ଆମେ 2 ଜଣ ରହିଯାଇଛୁ। ବାକି ଆଉ ଗୋଟେ ପିଲା, ତାର ଟିକେ କଣ୍ଡିସନ୍ ଖରାପ ଅଛି, ସାଲାଇନ୍ ନେଇକି ଆସିଲା ବି। ତ ଏଇ ତ ସବୁ ସିଷ୍ଟମ୍, କ'ଣ କହିବି। ଆଉ କୁହନ୍ତୁ ଆପଣମାନେ କେମିତି ଅଛନ୍ତି। ବାକି ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଠିକ୍ ଅଛି। ବାକି ନୂଆ ଭିଡ଼ିଓ ମୁଁ ଆଣିକି ପଠାଇଦେବି ଏଇ ଚ୍ୟାନେଲ୍ ମାଧ୍ୟମରେ। ଆପଣମାନେ ଦେଖିବେ, ଏଣ୍ଟରଟେନମେଣ୍ଟ ହେବେ କି କେମିତି ଗୋଟେ ଓଡ଼ିଆ ପୁଅ ଆସିକି UAE ବା ଦୁବାଇ ବା ଅଲଗା ଅଲଗା କଣ୍ଟ୍ରିରେ କେମିତି ଷ୍ଟ୍ରଗଲ୍ କରିକି ନିଜ ଜୀବନକୁ ବିତାଉଛି ବା ପଇସା ଇନକମ୍ କରୁଛି, ବୁଝିଲେ। ଏସବୁ ଏଇ ଭିଡ଼ିଓ ମାଧ୍ୟମରେ ଆପଣ ଦେଖିବାକୁ ପାଇବେ। ଥ୍ୟାଙ୍କ ୟୁ। ରହିଲି, ଜୟ ଜଗନ୍ନାଥ। ଲାଇକ୍ କରିବା ପାଇଁ ଭୁଲିବେନି ଏବଂ ସବସ୍କ୍ରାଇବ୍ ନିହାତି କରିବା ଦରକାର। ଥ୍ୟାଙ୍କ ୟୁ।